ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ JSIର ଏକ ମହତ୍ତ୍ୱପୂର୍ଣ୍ଣ ଶାଖା ଗୋପାଳପୁରରେ ଅବସ୍ଥିତ। ଏହି ସଂସ୍ଥା ମୃଗ, ବିଭିନ୍ନ ଜାତିର ପକ୍ଷୀ, ଜଳଚର ଓ ଅନ୍ୟାନ୍ୟ ପ୍ରାଣୀଙ୍କ ଉପରେ ଗବେଷଣା କରିଥାଏ। ମ୍ୟୁଜିୟମରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ମୃତଦେହ, ହାଡ଼, ବିଭିନ୍ନ ବସ୍ତୁ ଆଦି ପ୍ରଦର୍ଶନ କରାଯାଏ। ଏଠାରେ ଓଡ଼ିଶା ଓ ଆଖପାଖ ଅଞ୍ଚଳର ପ୍ରାଣୀମାନଙ୍କର ଯେଉଁ ବିବିଧତା ଦେଖାଯାଏ, ସେହି ଜୈବ ବିବିଧତା ସମ୍ପର୍କୀୟ ବିଭିନ୍ନ ଗବେଷଣା ଅହରହ ଗବେଷଣାଗାରରେ ବୈଜ୍ଞାନିକମାନେ କରୁଥାନ୍ତି। ଛାତ୍ରଛାତ୍ରୀମାନେ ଏଠାକୁ ଶିକ୍ଷା ଓ ଗବେଷଣା ପାଇଁ ଆସନ୍ତି। ଏହି ମ୍ୟୁଜିୟମ ଜନସାଧାରଣଙ୍କ ପାଇଁ ମଧ୍ୟ ଖୋଲା ଥାଏ। ଏଠାରେ ଅନେକ ଦୁର୍ଲଭ ଓ ବିଲୁପ୍ତପ୍ରାୟ ପ୍ରଜାତି ଦେଖିବାକୁ ମିଳନ୍ତି। ଶିଶୁମାନେ ଏଠାରେ ପ୍ରାଣୀବିଜ୍ଞାନ ସମ୍ପର୍କରେ ଅଧିକ ଗବେଷଣା କରନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବାରମ୍ବାର ଆସନ୍ତି ଏବଂ ଦେଖନ୍ତି ବିଭିନ୍ନ ପଶୁପକ୍ଷୀଙ୍କର ଦୁର୍ଲଭ ସଂଗ୍ରହ। ଶିଶୁମାନେ ପ୍ରାଣୀବିଜ୍ଞାନ ସମ୍ପର୍କରେ ଅଧିକ ତଥ୍ୟ ଏଠାରୁ ପାଇପାରନ୍ତି। ଏହି ମ୍ୟୁଜିୟମ ଓଡ଼ିଶାର ବୈଜ୍ଞାନିକ ଓ ପ୍ରାକୃତିକ ଧରୋହରର ଅଂଶ ଏଇଠି ଅତୁଟ ଭାବେ ରହିଛି। ଗୋପାଳପୁର ଆଗମନ କାଳରେ ଏହି ମ୍ୟୁଜିୟମ ଦର୍ଶନ ନିଶ୍ଚିତ ଭାବେ ଆପଣମାନେ କରିବେ, ଯାହା ଆପଣଙ୍କୁ ଆନନ୍ଦ ଦେବ ଏବଂ ଶିକ୍ଷାପ୍ରଦ ମଧ୍ୟ ହେବ। ମୋର ସେଦିନ ଏମିତି ଗୋଟେ ସୌଭାଗ୍ୟ ଥିଲା, ଯେବେ ବନ୍ଧୁମାନଙ୍କ ଗହଣରେ ଯିବାର ବୁଲି ଦେଖିବାର ସୁଯୋଗ ମିଳିଲା ମୋତେ। ଆମେ ବରହମପୁର ଯାଇଥିଲୁ ଏବଂ ଯେଉଁଠି ଗୋଟେ ଶିକ୍ଷକ ସଂଘର ବୈଠକ ବସିବାର ଥିଲା। ବନ୍ଧୁ ଜଣେ ଅତୁଲ ବିକ୍ରମ ପ୍ରଧାନ ଏବଂ ନିକୁଞ୍ଜ କିଶୋର ବେହେରାଙ୍କ ସହ ଆମେ ଯାଇ ପହଞ୍ଚିଲୁ ଏହି ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ମ୍ୟୁଜିୟମ ଦେଖିବା ପାଇଁ। ସେଠି ନିମନ୍ତ୍ରଣ କରିଥିଲେ ସେଠିକାର ବରିଷ୍ଠ ବୈଜ୍ଞାନିକ ଆଉ କେହି ନଥିଲେ, ସେ ଥିଲେ ଆମମାନଙ୍କର ଜଣେ ଛାତ୍ର। ଆଉ ଗର୍ବରେ ଛାତି ଫୁଲି ଉଠୁଥାଏ, ଏମିତି ଜଣେ ଛାତ୍ର ଯିଏ ଏବେ ଭାରତର ବଛା ବଛା ବୈଜ୍ଞାନିକମାନଙ୍କ ମଧ୍ୟରେ, ପ୍ରାଣୀବିଜ୍ଞାନୀମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ଅନୁରୋଧରେ ଆମେ ଯାଇ ପହଞ୍ଚିଲୁ, ଇନଷ୍ଟିଚ୍ୟୁଟ୍ରେ ପହଞ୍ଚିଲୁ। ଇନଷ୍ଟିଚ୍ୟୁଟ୍ ବୁଲେଇ ଦେଖେଇଲେ ବରିଷ୍ଠ ବୈଜ୍ଞାନିକ ଜଣକ। ତାଙ୍କରି ସହ ବିତେଇଥିବା ସେ ଅଭୁଲା ମୁହୂର୍ତ୍ତ ନିଶ୍ଚିତ ମୋ ମାନସପଟରେ ସବୁଦିନ ସତେଜ ରହିବ। ସେଇ ମ୍ୟୁଜିୟମ